ଯେତେବେଳେ ଭୀମ ଆହ୍ୱାନ କରୁଛି ଦୁର୍ଯ୍ୟୋଧନ କହିଲା କହିଲା ଆରେ ଭୀମ ତୁ ମନେ ରଖିବା ଦରକାର କଣ ତମେ କହିବ ରାଜା ସହିତ ରାଜାର ଯୁଦ୍ଧ ପ୍ରଜା ସହିତ ପ୍ରଜାର ଯୁଦ୍ଧ ହେବ ମୁଁ ହେଉଛି ରାଜା ମାନ ଚକ୍ରବର୍ତ୍ତୀ ରଖେ ତୋ ରାଜା ମହାମାନି ଦୁର୍ଯ୍ୟୋଧନ ମୁଁ ଜାଣିଛି ତୋ ନା ଶୁଣିଲେ ଛେଳି ଲେଣ୍ଡି ହକି ପକେଇବେ ଖାଇବାଟା ଭଲ ଭାବରେ ଜାଣୁ ବୋଲି ଯୁଦ୍ଧଟାକୁ ଭାବିଛୁ ଏ କଣ ଫାଲୁଆ ଗୁଣ୍ଡା ବୋଲି କି ଗୁଣ୍ଡା ନୁହଁ ମନେ ରଖ ଆଉ ଟିକେ କୁହ ତମ ଭିତରେ ରାଜା ହଉଛନ୍ତି ଯୁଧିଷ୍ଠିର ପଠାଅ ତମ ଯୁଧିଷ୍ଠିରଙ୍କୁ ମୋ ସହିତ ଯୁଦ୍ଧ ହବ ମୁଁ ରାଜା ତମ ରାଜା ସହିତ ଯୁଦ୍ଧ କରିବି ନା ଏତେ କଥା ତୁ କହୁଛୁ ନିକଟରେ ଭଗବାନ କୃଷ୍ଣ ଥିଲେ କଣ କହିଲେ ଜାଣିଛନ୍ତି ଆଜ୍ଞା ଇଏ ଦୁର୍ଯ୍ୟୋଧନ ସହିତ ଯୁଦ୍ଧରେ ସାମ୍ନା କରିପାରିବେନି ଯୁଧିଷ୍ଠିର ତେଣୁ ଦୁର୍ଯ୍ୟୋଧନକୁ ସାମ୍ନା କରିବ କେବଳ ଭୀମ ତେଣୁ କୁଟେ ବୋଇଲେ ସାରଙ୍ଗ ପାଣି ଭୀମ କୁଟ ଚକ୍ରାନ୍ତକାରୀ ସିଏ ନା କପଟି ଲମ୍ପଟି କୃଷ୍ଣ କହିଲେ କଣ କହିଲେ ଭୀମସେନ ଆମ୍ବ ନରମଣି ଆମ ଥାଟରେ ପଦ କେତେ ଅଛି ଛାଡ଼ିଦେଲୁ ଭୀମ ହଉଛି ରାଜା ବାସ୍ ଯେତେବେଳେ ଭୀମ ରାଜା ବୋଲି କହିଦେଲେ ହସିଦେଲା ଅଟହାସ୍ୟ କରି ଦୁର୍ଯ୍ୟୋଧନ ଛିରେ ପାଣ୍ଡବେ ମରି ଯାଉ ନା ତୁମେ ପ୍ରାଣ ବିକଳରେ କଣ କହୁଛ ତମେ କଣ କରୁଛ ଆରେ ପ୍ରାଣ ରଖିବାକୁ ମାର୍ଜାର ମଳକୁ କହୁଛ ମହାପ୍ରସାଦ କହୁଛ ମହାପ୍ରସାଦ ରେ କହୁଛ ମହାପ୍ରସାଦ ପକ୍ଷପାତ ରୀତି କଲ ଯେ ଦେଖିତି ମଧ୍ୟରେ ଶ୍ରୀ ବତ୍ସ ହୃଦୟ ହେ ହରି ଜାନ୍ତୁ ଧର୍ମ ଦେବ ମାନ୍ୟ କରି ସେ ହରି ଜାନ୍ତୁ ଧର୍ମ କରି ସେ ହରି ନାହିଁ ମୋର ରାଜ କହିଲେ ଦରକାର ନାହିଁ ମୋର ଦରକାର ନାହିଁ ଏ ରାଜ୍ୟ ବିଭବ ସବୁ ଦେଇଦେବି ହେଲେ ତମେ କହୁଛ ତମ ଥାଟରେ ଭୀମ ରାଜା ତମ ରାଜାକୁ ଅର୍ଥ ତମ ଭୀମସେନ ଯୁଧିଷ୍ଠିର ଖାଲି ନମସ୍କାର କରିଦେବା ମୁଁ ଦେଖିବି ଜାଣିବି ତମ ଥାଟରେ ଭୀମ ରାଜା ଆଉ ତମ ଯୁଧିଷ୍ଠିରଙ୍କୁ କହ ସିଏ ଟିକେ ଭୀମକୁ ଖାଲି ନମସ୍କାର ହେବେ ଦେଖନ୍ତୁ ଆଜ୍ଞା କୁଟ ଚକ୍ରାନ୍ତକାରୀ ଭଗବାନ କୃଷ୍ଣ ହେଲେ କଣ କଲେ ଇଏ ଦୁର୍ଯ୍ୟୋଧନ କେମିତି ବୁଦ୍ଧି ବାହାର କରି କଣ କଲେ ସିଏ କହିଲା ଯଦି ଯୁଧିଷ୍ଠିର ଭୀମକୁ ଖାଲି ନମସ୍କାର କରିବେ ମୁଣ୍ଡିଆ ମାରିବେ ମୋର ଆଉ ଯୁଦ୍ଧ ଲୋଡ଼ା ନାହିଁ ଦରକାର ନାହିଁ ସବୁ ସମ୍ପତ୍ତି ମୁଁ ତମକୁ ଦେଇଦେବି ଯା ଯା ମୁଣ୍ଡିଆ ମାର ଆଜ୍ଞା ନିକଟରେ କୃଷ୍ଣ ଅଛନ୍ତି ପରା କଣ କଲେ ଅସମ୍ଭବକୁ ସମ୍ଭବ କରିବା ବାଲା ସତ ତ କହିଲେ ମୁକମ କରତି ବାଚାଳ ପଙ୍ଗୁଲଂ ଘୟତେ ଗିରି ଯତ୍କୃପା ତମହୁ ବନ୍ଦେ ପରମାନନ୍ଦ হে ମାଧବ ପ୍ରଭୁ ଯାହା କରିବେ ଅସମ୍ଭବ ସମ୍ଭବ ହବ ସତରେ ଏଇ ସମୟରେ କୃଷ୍ଣ କଣ କଲେ କହିଲେ ପ୍ରଭୁ ଚକ୍ର ପାଣି ଇଏ ଭୀମେ ଟାଣି ଆଣି ଭାଲେ ଲଗାଇଲେ ଭଲ ଭୀମକୁ ଟାଣି ଆଣିଲେ ନିଜର କପାଳ ସହିତ ଇଏ ଭୀମଙ୍କର କପାଳଟା ଲଗେଇଦେଲେ ବାସ୍ ଆଜ୍ଞା ତମ ପାଟି ଟିକେ ଗନ୍ଧ ହଉଛି ପାଟି କରନି କଣ ବୁଣ୍ଡି ଖାଉଛ କି ଜାଣିଛ ଇଏ ପାଟିରୁ ଛାପ ପଡିଲେ ତମେ ପବିତ୍ର ହେଇଯିବ ଅରେ ଭାଇ ଗାୟକଙ୍କ ଛାପ ପଡିଲେ ପବିତ୍ର ହେଇଯିବି ଆଚ୍ଛା ସାରେ କାହିଁକି ଟିକିଏ ଟିକେ ପଡିବ ମୁଁ ଆ କରିଦେଉଛି ମେଞ୍ଚେ ପକେଇଦିଅ ବସ ଭଗବାନ କୃଷ୍ଣ ଭୀମକୁ ଟାଣି ଆଣିଲେ ନିଜ କପାଳ ସହିତ ଭୀମର କପାଳ ଯୋଡ଼ିଦେଲେ এই সময় হেলা কোন না প্রভুর কপাଳରେ ଥିଲା হরিবাস চিত্তা সে চিত্তাକୁ ইয়ে হরিবাস চিত্তাটা ছপি গলা ভীমଙ୍କ কপাଳ বাস বাস যুধিষ্ঠিরଙ୍କୁ প্রণাম କରିବାକୁ সহজ ହେଇ ଗଲା କେମିତି ହେଲା ସେ ଚିତ୍ତାକୁ ଯୁଧିଷ୍ଠିର କଣ କଲେ କହିଲେ ସେ ଚିତ୍ତାକୁ ଚାହିଁ ଦେବ ଯୁଧିଷ୍ଠିର ପ୍ରଣମିଲେ ବାରମ୍ବାର ଚକର୍ମ ଦେଖି ବୁଝି ଦେଲା କି ଭାନୁମତି ଘୋଳାହାର ରହ ସେ ଯୋଉ ଚିତ୍ତାଟାକୁ ଲକ୍ଷ୍ୟ କରି କରି ଚିତ୍ତାକୁ ପ୍ରଭୁର ଚିତ୍ତାକୁ ଯୁଧିଷ୍ଠିର ପ୍ରଣାମ କଲେ ୟାର ତତ୍ତ୍ୱ ରହସ୍ୟ ବୁଝି ପାରିଲାନି ଆଉ ଦୁର୍ଯ୍ୟୋଧନ କହିଲା ଛିରେ ପାଣ୍ଡବେ ଇଏ ପ୍ରାଣ ରଖିବାକୁ ମାର୍ଜାର ମଳକୁ ବୋଲୁଛ ମହାପ୍ରସାଦ ପ୍ରସାଦ ଯୋ ମଲ୍ଲନି ଯାହାରେ ପାଣ୍ଡବେ ହଉ ଠିକ ଅଛି ତମେ ତ ପ୍ରମାଣିତ କଲ ଭୀମ ତମ ରାଜା ତାହେଲେ ଯୁଦ୍ଧ ହବ ଆଉ ବାସ୍ ଆସ
ଆଗେ ଆସ। पैसा पड़गला मो पैसा पड़गला ପ୍ରବଳ ପରାକ୍ରମୀ ହେଉଛି ଦୁର୍ଯ୍ୟୋଧନ। କହିଲେ ମାଡ଼ି ବସି କୁରୁନାଥ, କୁରୁନାଥ କହିଲେ ଦୁର୍ଯ୍ୟୋଧନ, ଦୁର୍ଯ୍ୟୋଧନ ମାଡ଼ି ବସି ଭୀମକୁ କହିଲେ ମାଡ଼ି ବସି କୁରୁନାଥ ये वृकोदर बक्षे वृकोदर बक्षे भला वृकोदर बक्षे वज्र सम विद्यमान प्रहारिला लक्षे बोले पितारे को प्रहार करूची भीमर बक्ष देशरे दुर्योधन दुर्योधन बक्षे भीमर हां बस गोटे बस तळे पड़ी रड़ी करूची भीम प्रलय कालीन मेघ भଳି रड़ी करूची तळे पड़ी सत्य करि पारले युधिष्ठिर भगवान कृष्ण कहले हे प्रभु किसी करो प्रभु मो भीम मरि जीवो तळे पड़ी मो भीम जे केमिति बिकल रडी करूची भीमटा आज्ञा हुंडा हुंडा से प्रथम थर युद्धरे हारिबो काई की ना तार मने पड़िबोनी से सतशृंग बोली स्मरण कला पर हां जाई सतसिंहर बळ आसीओ ता शरीर हां से सतशृंग टिको मने पड़िनी तार कोडर बस जदी के मने पकई दबो ताले से एक्टिव हे जिवो नाही हां प्रबल पराक्रमी हो ये सतशृंग के मने पकईबो सेठी बा युधिष्ठिर नेहुरा हेले प्रभु कहले प्रभु तुमे किछि करो निरामय कृष्ण संगे संगे उठेइले पंचजन संख्य पंचजन्य शंख माध्यम रे कहले सतशृंग घोषे शंख बर घोषे शंख बर एबे घोषे शंख बर शब्द बाजिला जाई भीमक कर्णर भीमक कर्णरे जाई भीमक कर्णर जेते बेले ये शंख द्वारा सतशृंग बोली उच्चारण करि देले प्रभु सतशृंग शब्दरे बाजिगला भीम कानरे मने पड़ी जीवा परे सतशृंग बोली स्मरण करि देला भीम सतसिंहर बळ आसी गला भीम शरीर रे दुर्योधन जेतले सतशृंग बोली स्मरण करि देले ये दुर्योधन को ओलटै देले भीम दुर्योधन तळे पड़िछि दुर्योधन बक्ष देश रे बसी वज्र सम विद्यमान लक्ष्य प्रहार कला भीम भांगी देबी बक्ष ऊपर बसी कला मने पडुछि सब मने पडछि ना सब मने पडुछि गोटी गोटी करी सब कथा मोरे मने मोडी पडुछि कला मने पड़े पक सिना क पट पोसा खेल सेहु पोसा खेल रे सेहु पोसा खेल फुले पड़े किना मोते विष दिया बेल आरे विष दिया बेल कले पोसा खेल कथा मने पडुछि सब मने पडुछि मु खाद्य को भल पाए बोली
ମତେ ଖାଇବାକୁ ଡାକି ବିଷ ଦେଇଥିଲୁ ନା? ମୋ ଖାଇବାରେ ବିଷ ମିଶେଇଥିଲି ବିଷ ଦେଇଥିଲୁ ମତେ? ମନେ ପଡୁଛି ସେ କଥା ଏଇ ଯତୁ ଗୃହରେ ଅଗ୍ନି ଲାଗିଥିଲୁ ଅଗ୍ନି ଦାହିଥିଲୁ କଣ ଲଗେଇ ଦେଇଥିଲୁ? ମନେ ପଡୁଛି ସବୁ ଗୋଟି ଗୋଟି କରି ମନେ ପଡୁଛି ଯୋଉ ବସ୍ତ୍ର ହରଣ କରିଥିଲୁ କରିଛି ସେ ମନେ ପଡୁଛି? ସବୁ ମନେ ପଡୁଛି କହିଲା ମନେ ରଖ ଆଃ! ସେଦିନ ସଭା ମଧ୍ୟରେ ହଁ। ଦ୍ରୌପଦୀ କି ବିବର୍ଷନା କରୁଥିବା ବେଳେ ତୁ କଣ କହିଲୁ କଣ କହୁଛୁ? ଦୁଷାକୁ ଆଦେଶ ଦେଇଥିଲୁ ନା କହିଲା ରେ ଦୁଷା ଅସହାୟ ଇଏ 5ଟା ସ୍ୱାମୀର ଇଏ ଗୋଟାଏ ସ୍ତ୍ରୀ ହାଁ ଇଏ ଜଣକୁ ବାହା ହେଇଛନ୍ତି 5 ଜଣ ତାକୁ ବିବର୍ଷନା କର ଆଉ ବିବର୍ଷନା କରେ ମୋ ଜାନୁ ପ୍ରଦେଶରେ ବସେଇ ବାସ୍ କହିଥିଲୁ ନା ସେଦିନ ହଁ ଭୀମ ସବୁ ମୁଁ କହିଛି ସବୁ ମୁଁ କରିଛି ହେ ଛାଡିଏ ଆରେ ଛାଡ଼ି ଦେ ସେଇଦିନ ପ୍ରତିଜ୍ଞା କରିଥିଲୁ ହଁ ଯୋଉ ଜାନୁ ପ୍ରଦେଶରେ ମୋ ଦ୍ରୌପଦୀକୁ ବସେଇବା କଥା କହିଥିଲୁ ଦିନ ଆସିବ ମୁଁ ତୋର ସେ ଜାନୁକୁ ବାଡେଇ ଭାଙ୍ଗିଦେବି ଭାଙ୍ଗି ଆରେ ମୁଁ ତତେ ଶେଷ ଥର ପାଇଁ କହୁଛି ତୁ ମତେ ଛାଡ଼ି ଦେ ଆରେ ଛାଡ଼ି ଦେ ହେ ଦୁର୍ଯ୍ୟୋଧନ ଭୀମ କଣ ତୁ ନ କରିଛୁ ମାଗିଥିଲୁ ଆମେ ଗୋଟେ ପଡା ଦେଇ ବୋଲି ପଡା ଆମକୁ ଦେଇନୁ ଏ, ଆରେ ସେତେବେଳେ କହିଲୁ ନା ବିନା ଯୁଦ୍ଧେ ନ ଦେବି ମୁଁ ସୁଶୀଘ୍ରେ ଦିନି କହିଥିଲୁ ନା କହିଛି ମନେ ପକାଅ ସେତିକି ବେଳର କଥା ମନେ ପଡୁଛି ମା କହିଥିଲେ ମତେ ଧର୍ମର ହେବ ଜୟ ଆଜ୍ଞା କହିଲେ ଅକ୍ଷୟ ହେଉ ପୁଣ୍ୟ ଜଗତେ ଜୟ ଭଗବାନ କୃଷ୍ଣ କାଳ ବିଳମ୍ବ କଲେ ଆଖି ଠାର ମାରିଦେଲେ ଭୀମକୁ କହିଲେ ଭୀମ ଆଉ ବିଳମ୍ବ କର ଏ ଭୀମ କାର୍ଯ୍ୟ ଆରମ୍ଭ କର। ଏଇ ମତେ ଛାଡ଼ି ଦେ